ଆଜିର ଭିଡ଼ିଓରେ ଆମେ କୋଡ୍ 2ର ୟୁନିଟ୍ 4ର 2 ମାର୍କିଆ ସର୍ଟ କୋଶ୍ଚିନ୍ ଆଲୋଚନା କରିବା। ପ୍ରବନ୍ଧର ସଂଜ୍ଞା କ'ଣ? ସାମୁଏଲ ଜନସନଙ୍କ ମତରେ ଏନ୍-ଏସ୍ ଇଜ୍ ଏ ଲୁଜ୍ ଷ୍ଟେଟ୍ ଅଫ୍ ଦ ମାଇଣ୍ଡ ଏଣ୍ଡ ଇରେଗୁଲାର ଇନଡାଇଜେଷ୍ଟ ପିସ୍, ନଟ୍ ଏ ରେଗୁଲାର ଏଣ୍ଡ ଅର୍ଡରଲି ପରଫର୍ମାନ୍ସ। ପ୍ରବନ୍ଧ ହେଉଛି ଏକ ହୁଗୁଳା ମନର ଅନିୟମିତ ଅଭିବ୍ୟକ୍ତି। ବ୍ୟକ୍ତିନିଷ୍ଠ ବା ମନ୍ମୟ ପ୍ରବନ୍ଧ। ବ୍ୟକ୍ତିନିଷ୍ଠ ବା ମନ୍ମୟ ପ୍ରବନ୍ଧରେ ପ୍ରାବନ୍ଧିକ ନିଜକୁ ପୂର୍ଣ୍ଣ ଭାବରେ ପ୍ରଭାବ ବିସ୍ତାର କରିଥାନ୍ତି। ପ୍ରାବନ୍ଧିକଙ୍କର ପ୍ରତିଭା ବା ବ୍ୟକ୍ତିତ୍ୱ ଉପରେ ଏହା ନିର୍ଭର କରିଥାଏ। ପ୍ରାବନ୍ଧିକ ନିଜର ମନସ୍ତ୍ୱ, ସୃଜନଶୀଳତା ଓ ବର୍ଣ୍ଣନା ବିଳାସକୁ ପୁଞ୍ଜି କରି ପ୍ରକାଶିତ କରିଥାନ୍ତି। ଏଥିରେ ତତ୍ତ୍ୱଜ୍ଞାନ ଅପେକ୍ଷା ବର୍ଣ୍ଣନା ବିଳାସ, ପାଣ୍ଡିତ୍ୟ ଅପେକ୍ଷା ପତ୍ରାଳାପ ଅଧିକ ଭାବରେ ପ୍ରକାଶ ପାଇଥାଏ। ହାସ୍ୟରସ, ଭ୍ରମଣ ବୃତ୍ତାନ୍ତ ଓ ପ୍ରାବନ୍ଧିକଙ୍କ ମନୋଜ୍ଞ ଶୈଳୀ ଏଥିରେ ନିରୂପିତ। ବ୍ୟକ୍ତିନିଷ୍ଠ ପ୍ରବନ୍ଧ ସାହିତ୍ୟର ଲଘୁ ପରିପ୍ରକାଶ। ବସ୍ତୁନିଷ୍ଠ ପ୍ରବନ୍ଧଠାରୁ ବ୍ୟକ୍ତିନିଷ୍ଠ ପ୍ରବନ୍ଧ ପାଠକର ହୃଦୟରେ ଗଭୀର ରେଖାପାତ କରିଥାଏ। ବସ୍ତୁନିଷ୍ଠ ବା ତନ୍ମୟ ପ୍ରବନ୍ଧ। ପ୍ରାବନ୍ଧିକ ବସ୍ତୁନିଷ୍ଠ ପ୍ରବନ୍ଧରେ ବିଷୟ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିଥାଏ। ଏଥିରେ ସ୍ରଷ୍ଟାର କଳ୍ପନା ବିଳାସ, କାବ୍ୟ ଆଡ଼ମ୍ବର ଓ ଅଯଥା ହସ୍ତକ୍ଷେପ ଗ୍ରହଣ କରାଯାଇନଥାଏ। ପ୍ରାବନ୍ଧିକଙ୍କର ଅନୁଶୀଳନ, ତତ୍ତ୍ୱ ଓ ଜ୍ଞାନଶାସ୍ତ୍ର ଏଥିରେ ପ୍ରକାଶ ପାଇଥାଏ। ବସ୍ତୁନିଷ୍ଠ ପ୍ରବନ୍ଧ ଯୁକ୍ତିଯୁକ୍ତ। ମଣିଷର ଚିନ୍ତାରାଜ୍ୟକୁ ଏହା କ୍ରମେ ସଂକ୍ରମିତ ହୋଇଯାଏ। ପ୍ରାବନ୍ଧିକ ପ୍ରଥମେ ଏପରି ପ୍ରବନ୍ଧ ରଚନା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ଏହାର ଏକ ନକ୍ସା ଅଙ୍କନ କରି ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେଇଥାଏ। ବସ୍ତୁନିଷ୍ଠ ପ୍ରବନ୍ଧ ବ୍ୟକ୍ତିର ଊର୍ଦ୍ଧ୍ୱରେ ରହି ମଣିଷର ଚିନ୍ତାରାଜ୍ୟକୁ ପ୍ରଭାବିତ କରିଥାଏ। ଲଳିତ ନିବନ୍ଧ। ଆଧୁନିକ ପ୍ରବନ୍ଧ ସାହିତ୍ୟରେ ପ୍ରାବନ୍ଧିକମାନେ ଏକ ଅଭିନବ ରୂପ ଲଳିତ ରଚନାକୁ ଲଳିତ ନିବନ୍ଧ ନାମରେ ଗ୍ରହଣ କରିଛନ୍ତି। ସେମାନଙ୍କ ବିଚାରରେ ଯେଉଁଠି ବ୍ୟକ୍ତିଗତ ଅନୁଭୂତି ଓ ଆବେଗର ପରିପ୍ରକାଶ ହୋଇଥିବ ଓ ଆତ୍ମପ୍ରକାଶର ବ୍ୟାକୁଳତା ଥିବ, ତାକୁ ଲଳିତ ନିବନ୍ଧ କୁହାଯିବ। ଲାଳିତ୍ୟ, ସୁକୁମାର୍ଯ୍ୟ, ଭାବାବେଗ, ବ୍ୟକ୍ତିଗତତା, ବିଷୟାନ୍ତର ଗମନ, ଶିଥିଳ ପରିଚର୍ଯ୍ୟା ଓ ଆତ୍ମିକତା ଏହା ପ୍ରାୟ ପରିଚିତ। ତାହା ହିଁ ଲଳିତ ନିବନ୍ଧ ନାମରେ ନାମିତ ଅଟେ। ଦାର୍ଶନିକ ପ୍ରବନ୍ଧ। ଦାର୍ଶନିକ ପ୍ରବନ୍ଧ ମାନଙ୍କରେ ପ୍ରାବନ୍ଧିକଙ୍କର ଅଭିବ୍ୟକ୍ତିକୁ ଗୁରୁତ୍ୱ ଦିଆଯାଇଥାଏ। ପ୍ରାବନ୍ଧିକ କୌଣସି ବିଷୟକୁ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରି ପରିଶେଷରେ ନିଜର ସିଦ୍ଧାନ୍ତ ପ୍ରକାଶ କରିଥାଏ। ଧର୍ମ, ଈଶ୍ୱର, ସଂସ୍କୃତି ଓ ସାମ୍ପ୍ରତିକ ଜୀବନ ଧାରଣ ବିଷୟରେ ଆଲୋକପାତ କରାଯାଇଥାଏ। ବେଦ, ବେଦାନ୍ତର ତତ୍ତ୍ୱକୁ ଏଥିରେ ବ୍ୟାଖ୍ୟା କରି ମଣିଷ ଜୀବନରେ ତାର ବହୁମୂଲ୍ୟ ପ୍ରୟୋଗ ସମ୍ପର୍କରେ ମଧ୍ୟ ପ୍ରାବନ୍ଧିକ ନିଜର ଦୃଷ୍ଟିଭଙ୍ଗୀକୁ ପ୍ରଚ୍ଛନ୍ନ କରିଥାଏ। ଓଡ଼ିଆ ସାହିତ୍ୟର ଦାର୍ଶନିକ ପ୍ରବନ୍ଧ ରଚନା କରିବାରେ ରତ୍ନାକର ପତି ଓ ମଧୁସୂଦନ ରାଓ ପ୍ରାୟତଃ ସ୍ମରଣୀୟ। ତାତ୍ତ୍ୱିକ ପ୍ରବନ୍ଧ। ପ୍ରାବନ୍ଧିକଙ୍କର ପାଣ୍ଡିତ୍ୟ ଓ ପାଠକର ବୋଧଶକ୍ତିକୁ ନେଇ ତାତ୍ତ୍ୱିକ ପ୍ରବନ୍ଧ ସୃଷ୍ଟି ହୋଇଥାଏ। ଏହି ପ୍ରବନ୍ଧମାନଙ୍କରେ ପ୍ରାବନ୍ଧିକ ନିର୍ଦ୍ଦିଷ୍ଟ ଭାବରେ ଗୋଟିଏ ସାର୍ବଜନୀନ ତତ୍ତ୍ୱ ଉପସ୍ଥାପନ ପାଇଁ ପ୍ରୟାସ କରିଥାଏ। ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ଆଗ୍ରହ ନେଇ ଏକ ପ୍ରବନ୍ଧ ରଚିତ। ତାତ୍ତ୍ୱିକ ପ୍ରବନ୍ଧରେ ପ୍ରାବନ୍ଧିକ ପାଠକମାନଙ୍କ ପାଇଁ ଏକ ନୂତନ ଚେତନା ପ୍ରକାଶ କରିଥାଏ। ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ତାତ୍ତ୍ୱିକ ପ୍ରବନ୍ଧ ରଚନା କ୍ଷେତ୍ରରେ ରତ୍ନାକର ପତି, ଶଶିଭୂଷଣ ରାୟ, ଶରତ ମହାନ୍ତି ଓ ଚିତ୍ତରଞ୍ଜନ ଦାସ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ଯୁକ୍ତିମୂଳକ ପ୍ରବନ୍ଧ। ନୂତନ ବିଚାରଧାରା ଦ୍ୱାରା ପ୍ରାଚୀନ ସତ୍ୟକୁ ବିଶ୍ଳେଷଣ କରି ଶକ୍ତିମୂଳକ ପ୍ରବନ୍ଧ ଆତ୍ମପ୍ରକାଶ କରିଥାଏ। ଗୋଟିଏ ନିର୍ଦ୍ଦିଷ୍ଟ ବିନ୍ଦୁ ଉପରେ ପ୍ରାବନ୍ଧିକ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋକପାତ କରିଥାନ୍ତି। ସମ୍ଭାବ୍ୟ ବିଭିନ୍ନ ଦିଗ ଉପରେ ଆଲୋଚନା କରି ଶ୍ରେଷ୍ଠ ସିଦ୍ଧାନ୍ତକୁ ପ୍ରାବନ୍ଧିକ ଶେଷରେ ଗ୍ରହଣ କରିଥାନ୍ତି। ପ୍ରାବନ୍ଧିକଙ୍କର ଚେତନା, ଯୁକ୍ତି ଏକ ନିର୍ଦ୍ଦିଷ୍ଟ ସୋପାନରେ ଅବତୀର୍ଣ୍ଣ ହୋଇଥାଏ। ଓଡ଼ିଆ ସାହିତ୍ୟରେ ଅନେକ ସଫଳ ଯୁକ୍ତିମୂଳକ ପ୍ରବନ୍ଧ ଦେଖାଯାଏ। ନୀଳକଣ୍ଠ ଦାସ ଭାରତୀୟ ଜୀବନବୋଧ ଓ ସଂସ୍କୃତିକୁ ସମଗ୍ର ବିଶ୍ୱ ସଂସ୍କୃତି ସହ ତୁଳନା କରି ସାର୍ଥକ ଯୁକ୍ତିମୂଳକ ପ୍ରବନ୍ଧ ରଚନା କରିଛନ୍ତି। ବର୍ଣ୍ଣନାମୂଳକ ପ୍ରବନ୍ଧ। ପ୍ରାବନ୍ଧିକଙ୍କର ବର୍ଣ୍ଣନା ବିଳାସକୁ ନେଇ ଏ ପ୍ରକାର ପ୍ରବନ୍ଧ ସୃଷ୍ଟି ହୋଇଥାଏ। ସ୍ରଷ୍ଟା ପ୍ରାକୃତିକ ବର୍ଣ୍ଣନା ଓ ସୃଷ୍ଟିର ବୈଚିତ୍ର୍ୟକୁ ଏଥିରେ ଗୁରୁତ୍ୱ ଦେଇଥାନ୍ତି। ଅନେକ ସମୟରେ ଈଶ୍ୱରଙ୍କ ସର୍ଜନାକୁ ବ୍ୟାଖ୍ୟା କରିବାକୁ ଯାଇ ମଣିଷର ଭାବସ୍ତରକୁ ଏକ ନିର୍ବିକଳ୍ପ ସ୍ତରକୁ ଉତ୍ତରଣ କରାଯାଇଥାଏ। ସାଧାରଣ ଦେଖାଯାଉଥିବା ଦୃଶ୍ୟକୁ ଏଥିରେ ଗୁରୁତ୍ୱ ଆରୋପ କରାଯାଇ ବର୍ଣ୍ଣନା କରାଯାଇଥାଏ। ବର୍ଣ୍ଣନାତ୍ମକ ପ୍ରବନ୍ଧଗୁଡ଼ିକ ସାଧାରଣ କାବ୍ୟିକ। ଏସବୁ ପ୍ରବନ୍ଧରେ ପ୍ରାବନ୍ଧିକଙ୍କର ମୌଳିକ ପ୍ରତିଭାର ପରିଚୟ ମିଳିଥାଏ। ଓଡ଼ିଆ ସାହିତ୍ୟରେ ରାଧାନାଥ ରାୟ, ଶଶିଭୂଷଣ ରାୟ ଅନେକ ସାର୍ଥକ ଧର୍ମୀ ବର୍ଣ୍ଣନାମୂଳକ ପ୍ରବନ୍ଧ ରଚନା କରି
ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ଉଜ୍ଜଳ କରିଛନ୍ତି। ରମ୍ୟ ରଚନା ସମ୍ପର୍କରେ ପ୍ରାବନ୍ଧିକ ଚନ୍ଦ୍ରଶେଖର ରଥଙ୍କ ମତ କ'ଣ ଥିଲା? ଚନ୍ଦ୍ରଶେଖରଙ୍କ ମତରେ ରମ୍ୟ ରଚନା କବିତାର ପ୍ରାଣ, ତାର ଆଙ୍ଗିକ, ଭାବ ଓ ଭଙ୍ଗୀ, ଗଳ୍ପର ରଞ୍ଜକତା ଓ ଚାତୁରୀ, ପ୍ରବନ୍ଧର ବୌଦ୍ଧିକତା, ଶାଣିତ ଚିନ୍ତାର ଦୀପ୍ତ, ସମୟ ସମୟରେ ନାଟକର ଛଟା ଏବଂ ସଂଳାପ ଥିଲେ ମଧ୍ୟ ଏହା ସମସ୍ତଙ୍କଠାରୁ ଭିନ୍ନ, ନିଜ ଗୋଡ଼ରେ ନିଜେ ଛିଡ଼ା ହେଲା ଭଳି ଏକ ସ୍ୱତନ୍ତ୍ର ସାହିତ୍ୟିକ ଅଭିବ୍ୟକ୍ତି। ରମ୍ୟ ରଚନାର ଲକ୍ଷଣ କ'ଣ? କୌଣସି କଥାବସ୍ତୁକୁ ରମ୍ୟକ ଭାବରେ ଉପସ୍ଥାପନ କରି ସିଧାସଳଖ ପାଠକ ସହିତ ଯୋଗାଯୋଗ ସ୍ଥାପନ କରିବା ରମ୍ୟ ରଚନାର ଲକ୍ଷଣ। ଶାଣିତ ବ୍ୟଙ୍ଗ ଓ ସମାଲୋଚନା, ଉଚ୍ଚକୋଟୀର ହାସ୍ୟରସ ସହ ଏହାକୁ ବର୍ଣ୍ଣନା କରାଯାଏ। ରମ୍ୟ ରଚନା ବାହ୍ୟ ଦୃଷ୍ଟିରୁ ନରମ ଓ ଦାୟିତ୍ୱହୀନ ପରି ଅନୁମେୟ ହେଉଥିଲେ ହେଁ ପ୍ରକୃତରେ ଏହାର ଆନ୍ତରିକ ଆବେଦନ ଗାମ୍ଭୀର୍ଯ୍ୟ ଅଟେ। ରମ୍ୟ ରଚକଙ୍କର ପାଣ୍ଡିତ୍ୟ ହାସ୍ୟରସ ଭିତରେ ଲୁଚି ରହିଥାଏ। ଏକ ଲଘୁ ପରିବେଶ ମଧ୍ୟରେ ରମ୍ୟ ରଚନା ବୃହତ୍ ସମସ୍ୟାକୁ ଉଦ୍ଘାଟନ କରିବା ସହ ତାର ପରିଣତି ଓ ପରିଣାମର ପ୍ରତିକାର ମଧ୍ୟ ପ୍ରକାଶ କରିଥାଏ। ରମ୍ୟ ରଚନାର ଗଠନ ଶୈଳୀ। ରମ୍ୟ ରଚନାର ଗଠନ ପାଇଁ ଏକ ଦୃଢ଼ ବିଷୟର ଆବଶ୍ୟକତା ଅଛି। ସାମାଜିକ, ରାଜନୀତିକ, ପୌରାଣିକ ଯେକୌଣସି ପ୍ରସଙ୍ଗ ଉପରେ ରମ୍ୟ ରଚନା ଲେଖାଯାଇଥାଏ। ଗୋଟିଏ ପରେ ଘଟଣାର ଗୁରୁତ୍ୱ ବର୍ଣ୍ଣନା ସହ ଅନ୍ୟ ପଟରେ ତାର ଅପବ୍ୟବହାର ସମ୍ପର୍କରେ ଘଟଣାର ଆଲୋଚନା କରାଯାଇଥାଏ। ସ୍ରଷ୍ଟାଙ୍କର ଉନ୍ନତ ଭାବନା ପ୍ରକାଶ ଭଙ୍ଗୀର ସରସତା ସଂଯତ ବିଷୟବସ୍ତୁ ସହ ଉଚ୍ଚକୋଟୀର ଆବେଗକୁ ରମ୍ୟ ରଚନା ଭିତରେ ପ୍ରକାଶ କରିଥାଏ। ରମ୍ୟ ରଚନାର ଗଠନ ପ୍ରକ୍ରିୟା ସହଜ ଜଣାପଡ଼ୁଥିଲେ ମଧ୍ୟ ଏହା ଭିତରେ ଏକ ବୃହତ୍ ସାହିତ୍ୟିକ ଅନୁବନ୍ଧନ ପ୍ରକାଶ ପାଇଥାଏ। ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ରମ୍ୟ ରଚନା ସମ୍ପର୍କରେ ସଂକ୍ଷିପ୍ତ ଧାରଣା ପ୍ରଦାନ କର। ଓଡ଼ିଆ ରମ୍ୟ ରଚନାର ନୂତନ ଦିଗନ୍ତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କଠାରୁ ଆରମ୍ଭ ହୋଇଛି। ଓଡ଼ିଆ ଭାଷାର ଗୁଣାତ୍ମକ ଦୃଷ୍ଟିରୁ ଓ ପରିମାଣାତ୍ମକ ଦୃଷ୍ଟିରୁ ଅନେକ ସାର୍ଥକ ରମ୍ୟ ରଚନା ସୃଷ୍ଟି କରିଛନ୍ତି। ଭାଗବତ ଟୁଙ୍ଗୀର ସନ୍ଧ୍ୟା, ବାଇ ମହାନ୍ତିଙ୍କ ପାଞ୍ଜି, ନନାଙ୍କ ବସ୍ତାନି, ଆମ ଘରର ହାଲଚାଲ ତାଙ୍କର ସାର୍ଥକ ରଚନା। ତାଙ୍କ ଲିଖିତ ରମ୍ୟ ରଚନାରେ ଗ୍ରାମାଭିମୁଖୀ ସମାଜଚିତ୍ର, ଗ୍ରାମ୍ୟ ଜୀବନବୋଧ, ଆଧୁନିକ ସଭ୍ୟତାର ଅବକ୍ଷୟ ଓ ରାଜନୀତିରେ ବ୍ୟାଧି, ମୌଳିକ ଓ ନୂତନ ଜୀବନର ଭାବବୋଧ ବିଶେଷ କରି ପରିଲକ୍ଷିତ ହୋଇଥାଏ। ପତ୍ର ଓ ପ୍ରତିମାରେ ସ୍ଥାନ ପାଇଥିବା ରଚନାବଳୀକୁ ଦର୍ଶାଅ ଓ ଏହାର ସ୍ରଷ୍ଟାଙ୍କ ନାମ କ'ଣ? ନିତ୍ୟାନନ୍ଦ ମହାପାତ୍ରଙ୍କ ଦ୍ୱାରା ରଚିତ ପତ୍ର ଓ ପ୍ରତିମା ରମ୍ୟ ରଚନା। ଏଥିରେ ସନ୍ନିବିଷ୍ଟ ଅଶ୍ରୁ, ପ୍ରେମ, ବିବାହ, ବିଶ୍ୱାସ ଓ ସଭ୍ୟତା ପ୍ରଭୃତି ପତ୍ର ଆକାରରେ ଲିଖିତ ନିବନ୍ଧଗୁଡ଼ିକ ଭାବନାର ଗଭୀରତା, ବ୍ୟଞ୍ଜନାମୟ ଭାଷାର ତୀକ୍ଷ୍ଣତା ଯୋଗୁଁ ପାଠକମାନଙ୍କ ମନ ଓ ମସ୍ତିଷ୍କକୁ ସମାନ ଭାବେ ଆଲୋଡ଼ିତ କରେ। ରମ୍ୟ ରଚନାରେ ପ୍ରବନ୍ଧର ଗୁରୁ ଗାମ୍ଭୀର୍ଯ୍ୟ ନ ଥିଲେ ଭାବର ଗଭୀରତା ପାଠକ ହୃଦୟକୁ ସ୍ପର୍ଶ କରିନଥାଏ। ଭ୍ରମଣ ସାହିତ୍ୟର ପରିଭାଷା କ'ଣ? ଅନ୍ଧବିଶ୍ୱାସ ଓ ଅଜ୍ଞାନତାର ନିଗଡ଼ରୁ ମଣିଷ ମୁକ୍ତି ନେଇ ପର୍ଯ୍ୟଟନ ସାହିତ୍ୟ ଆଲୋକର ପଥ ନିର୍ଦ୍ଦେଶନ କରେ। ଦିବ୍ୟ ଅନୁଭୂତିର ହୃଦୟକୁ ପୁଲକିତ କରେ। ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ତୋଳି ଧରିବା ସଙ୍ଗେ ସଙ୍ଗେ ଏହା ଅନୁଦ୍ଘାଟିତ ଦିଗଗୁଡ଼ିକ ଉଦ୍ଘାଟିତ କରେ। ଭ୍ରମଣ ସାହିତ୍ୟର ସଂଜ୍ଞା ଦର୍ଶାଇ ଗୋଲକ ବିହାରୀ ଧଡ଼ କ'ଣ ଦର୍ଶାଇଛନ୍ତି? ଦୂର ପର୍ବତ ପରି ଦୂର ଦେଶ ସୁନ୍ଦର। ଏହି ଆକାଶ, ପୃଥିବୀ, ଜଳ, ସ୍ଥଳ, ପାହାଡ଼, ପର୍ବତ କେତେକ ନୂତନ ରୂପରେ ଦେଖା ଦିଅନ୍ତି। ଏହି ମନୁଷ୍ୟ ଓ ତାର ଅନୁଷ୍ଠାନଗୁଡ଼ିକ କେଡ଼େ ଭିନ୍ନ ଦେଖାଯାଆନ୍ତି, ଅଥଚ ବାହାର ସେହି ବିଭିନ୍ନତା ଭିତରେ ମନୁଷ୍ୟ ଜୀବନର ଏକତାର ଧାରା ଦେଖିପାରିଲେ ପୃଥିବୀ ଅଧିକ ସୁନ୍ଦର ହେବ। ତାହା ହିଁ ଭ୍ରମଣ କାହାଣୀର ଲକ୍ଷ୍ୟ। ବିଦେଶାନୁଭୂତିମୂଳକ ଭ୍ରମଣ କାହାଣୀ। ସରକାରଙ୍କ ବୃତ୍ତି ଲାଭ କରି ବିଶ୍ୱର ବିଭିନ୍ନ ଅନୁଷ୍ଠାନ ନିମନ୍ତ୍ରଣ କ୍ରମେ ଆଲୋଚନା ଚକ୍ରରେ ଅଂଶଗ୍ରହଣ ବା ଗବେଷଣା ତଥା ଉଚ୍ଚ ଶିକ୍ଷା ପ୍ରାପ୍ତ ନିମନ୍ତେ କିମ୍ବା ରାଜନୈତିକ ଉଦ୍ଦେଶ୍ୟଜନିତ ହେଉ ବା ବିଶ୍ୱ ଭ୍ରମଣ କରିବାର ଆଶାରେ ଓଡ଼ିଶାର ବହୁ ବ୍ୟକ୍ତି ବିଦେଶ ଯାତ୍ରା କରିଥାନ୍ତି। ଏହି ବ୍ୟକ୍ତିବିଶେଷଗଣ ବିଦେଶ ଅନୁଭୂତିକୁ ନିଜସ୍ୱ ଦୃଷ୍ଟିକୋଣରୁ ଆଲୋଚନା କରି ଏତାଦୃଶ ଭ୍ରମଣ କାହାଣୀ ସୃଷ୍ଟି କରିଛନ୍ତି। ଯଥା ମାହିଦର ମାନସିଂହଙ୍କର ପଞ୍ଚମ ପଥିକ, ଅନ୍ନଦା ଶଙ୍କରାୟଙ୍କର ବିଲାତ ଚିଠି, ଶ୍ରୀରାମ ଦାସଙ୍କର ୟୁରୋପରେ ମୋ ଅନୁଭୂତି ଇତ୍ୟାଦି ଭ୍ରମଣ ସାହିତ୍ୟକୁ ଗ୍ରହଣ କରାଯାଇପାରେ। ଭ୍ରମଣ ଉଦ୍ଦେଶ୍ୟାନୁଯାୟୀ ଭ୍ରମଣ ସାହିତ୍ୟ। ମଣିଷ ତାର ଦୈନନ୍ଦିନ କାର୍ଯ୍ୟବ୍ୟସ୍ତତା ଭିତରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ସ୍ଥାନ ପରିଭ୍ରମଣ କରି ଆତ୍ମତୃପ୍ତି ଲାଭ କରିଥାଏ। ଭ୍ରମଣ ଅବସରରେ ବିଭିନ୍ନ ସ୍ଥାନଗୁଡ଼ିକ ବିଶେଷତଃ ତାର ହୃଦୟରେ ଯେଉଁ ଅଫୁରନ୍ତ ଉଚ୍ଛ୍ୱାସ ସୃଷ୍ଟି କରେ ତାର ଫଳଶ୍ରୁତି ହେଉଛି ଏ ପ୍ରକାର ଭ୍ରମଣ କାହାଣୀ। ଉଦାହରଣ ସ୍ୱରୂପ ଗୋଲକ ବିହାରୀ ଧଡ଼ଙ୍କ ତାଜମହଲର ଦେଶ, ଗଙ୍ଗାରୁ ଗୋଦାବରୀ, କୁଞ୍ଜବିହାରୀ ଦାସଙ୍କ ମୋ ସ୍ୱପ୍ନର କାଶ୍ମୀର ଆଦି ହେଉଛି ଏହି ଶ୍ରେଣୀୟ କେତୋଟି ଜନପ୍ରିୟ ଭ୍ରମଣ ସାହିତ୍ୟ। ଜୀବନୀ ସାହିତ୍ୟ କହିଲେ କ'ଣ ବୁଝ? ଚରିତ୍ର ସାହିତ୍ୟର ଅନ୍ୟତମ ବଳିଷ୍ଠ ବିଭାଗ ହେଉଛି ଜୀବନୀ ସାହିତ୍ୟ। ବ୍ୟକ୍ତି ଜୀବନର କାହାଣୀ ଏକ ସାହିତ୍ୟିକ ଶୈଳୀରେ କୌଣସି ରଚୟିତାଙ୍କ ଦ୍ୱାରା କଥିତ ହେଲେ ତାହା ଜୀବନୀ ସାହିତ୍ୟର ମାନ୍ୟତା ଲାଭ କରିଥାଏ।
ରଚୟିତାଙ୍କ ପରିକଳ୍ପନାରେ ବର୍ଣ୍ଣନୀୟ ବ୍ୟକ୍ତିଙ୍କର ଜୀବନ ଇତିହାସ, ତାଙ୍କ ଚରିତ୍ରର ଆକର୍ଷଣୀୟ ଓ ବୈଚିତ୍ର୍ୟପୂର୍ଣ୍ଣ ଦିଗ, ଆଦର୍ଶ, ଆଭିମୁଖ୍ୟ, ମାନବ ସମାଜ ପ୍ରତି ତାଙ୍କର ନିଜସ୍ୱ ଦୃଷ୍ଟିକୋଣ ପ୍ରଭୃତି ଅଙ୍କିତ ହୋଇଥାଏ। ଜୀବନୀ କାହାଣୀର ସଂଜ୍ଞା ପ୍ରଦାନ କର। ଜୀବନୀ କାହାଣୀ ଜଣେ ବ୍ୟକ୍ତିର ସାମାଜିକ ଜୀବନ ଉପରେ ଆଧାରିତ ଏକ ରଚନା। ଏହା ଏପରି ଏକ ରଚନା ଯାହାକି ଗଦ୍ୟ ଓ ପଦ୍ୟ ଶୈଳୀର ମିଶ୍ରଣର ସୃଷ୍ଟି। ଜୀବନୀ ସାହିତ୍ୟ ଦ୍ୱାରା ବ୍ୟକ୍ତି ତଥା ତାଙ୍କ ସମ୍ପର୍କୀୟ ସମ୍ପର୍କରେ ବହୁ ତଥ୍ୟ ଉପଲବ୍ଧ ହୋଇଥାଏ। ଜୀବନୀ ଲେଖକ କିପରି ସଂଯମତା ରକ୍ଷା କରିଥାଏ। ଜୀବନୀ ଲେଖକ କୌଣସି ବ୍ୟକ୍ତିବିଶେଷଙ୍କର ଜୀବନୀ ଚରିତ୍ର ରଚନା କଲାବେଳେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ସେହି ବ୍ୟକ୍ତିର ବ୍ୟକ୍ତିତ୍ୱର ପ୍ରଭାବ ସମାଜ ଉପରେ ପଡ଼ୁଥିବାରୁ ଲେଖକ ଏଥିପ୍ରତି ସଂଯମତା ଅବଲମ୍ବନ କରିଥାନ୍ତି। ଜୀବନ ରଚନା ଆଦୌ ସହଜସାଧ୍ୟ କାର୍ଯ୍ୟ ନୁହେଁ। ଏହା ଏକ ଜାତୀୟ ଦାୟିତ୍ୱ ସମ୍ପନ୍ନ କାର୍ଯ୍ୟ। ସ୍ତୁତି କଥାର ସ୍ୱରୂପ। ଏହା ଜଣେ ବ୍ୟକ୍ତିର ଏକ ନିର୍ଦ୍ଦିଷ୍ଟ ସମୟର ରଚନା ଅଟେ। ଏହା ପ୍ରଥମ ପୁରୁଷ ଶୈଳୀରେ ରଚନା କରାଯାଇଥାଏ। ଏହା ଆକାରରେ ସଂକ୍ଷିପ୍ତ। ଲେଖକ ସ୍ୱୟଂ ଘଟଣାର ଉତ୍ସ। ଜୀବନରେ ଏକ ନିର୍ଦ୍ଦିଷ୍ଟ ଅଭିଜ୍ଞତା, ଅନୁଭୂତି, ସଂଘର୍ଷ, ରୋମାଞ୍ଚକକୁ ରୂପ ଦେବା ପାଇଁ ଏହା ରଚନା କରାଯାଇଥାଏ। ଆତ୍ମଜୀବନୀ ଏକ ଉପନ୍ୟାସ ହେଲେ ସ୍ମୃତିକଥା ଏକ କ୍ଷୁଦ୍ର ଗଳ୍ପ ସଦୃଶ। ଲେଖକଙ୍କର ବ୍ୟକ୍ତିଗତ ରୋମାଞ୍ଚ, ଆବେଗ ଓ ବର୍ଣ୍ଣନାଧର୍ମିତା ଏଥିରେ ପ୍ରକାଶ ପାଇଥାଏ। ଓଡ଼ିଆ ଜୀବନୀ ସାହିତ୍ୟର ବିକାଶ। ଓଡ଼ିଆ ଭାଷାରେ ଜୀବନୀ ସାହିତ୍ୟର ବିକାଶ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଆରମ୍ଭ ହୋଇଛି। ଫକୀରମୋହନ ସେନାପତିଙ୍କ ଠାରୁ ଆରମ୍ଭ ହୋଇ ତାହା କାଳକ୍ରମେ ସମୃଦ୍ଧ ହୋଇଛି। ଓଡ଼ିଆ ସାହିତ୍ୟରେ ଜୀବନ ଓ ସ୍ମୃତିକଥା ରଚନା ଅପେକ୍ଷା ଆତ୍ମଜୀବନୀ ଅଧିକ ଭାବେ ରଚନା କରାଯାଇଛି। ଆଞ୍ଚଳିକ ଭାଷା ଓ ପ୍ରାଦେଶିକ ସ୍ତରରେ ଜୀବନୀ ସାହିତ୍ୟ ଦେଖିବାକୁ ମିଳେ। ଜୀବନୀ ସାହିତ୍ୟର ପରିସର। ଜୀବନୀ ସାହିତ୍ୟ ଓଡ଼ିଆ ସାହିତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ସାମ୍ପ୍ରତିକ କାଳରେ ସମସ୍ତେ ନିଜର ଅନୁଭୂତି ଲେଖିବାର ଇଚ୍ଛା ପୋଷଣ କରୁଥିବାରୁ ଏହି ବିଭାଗଟି ଅଧିକ ସମୃଦ୍ଧଶାଳୀ ଅଟେ। କମ୍ପ୍ୟୁଟର, ଫଟୋଗ୍ରାଫି, ଗଣମାଧ୍ୟମ ଯୋଗୁଁ ଜୀବନୀ ସାହିତ୍ୟ ରଚନା ପାଇଁ ଉତ୍କୃଷ୍ଟ ଅବସର ସୃଷ୍ଟି ହୋଇପାରିଛି। ଆତ୍ମଜୀବନୀର ବୈଶିଷ୍ଟ୍ୟ। ଆତ୍ମଚରିତକାର ଆତ୍ମଜୀବନୀ ଲେଖି ବସିଲା ବେଳେ କ'ଣ ଲେଖିବ, କେମିତି ଲେଖିବ, କ'ଣ ଲୁଚାଇବେ ଆଉ କ'ଣ ପ୍ରକାଶ କରିବେ, ଏସବୁ ବିଷୟ ବିଚାର କରି ଲେଖକଟି ଲେଖି ବସେ ଆତ୍ମଜୀବନୀ। ଏଣୁ ଏକ ଉଚ୍ଚ କୋଟିର ଆତ୍ମଜୀବନୀ ଲେଖିବାକୁ ଗଲାବେଳେ ଆତ୍ମଚରିତକାର ସଚେତନ ହେବା ଆବଶ୍ୟକ। ବିସ୍ମରଣ। ବିସ୍ମରଣ ହେଉଛି ମଣିଷର ସହଜାତ ପ୍ରବୃତ୍ତି। ଆତ୍ମଜୀବନୀକାର ଉତ୍ତର ବୟସରେ ଲେଖି ବସିଲା ବେଳେ ତା'ର ବାଲ୍ୟସ୍ମୃତିକୁ ଅନେକାଂଶରେ ଭୁଲି ଯାଇଥାଏ। ଏ କ୍ଷେତ୍ରରେ ପିତାମାତା, ପରିଜନ, ଆତ୍ମୀୟ ସ୍ୱଜନଙ୍କଠାରୁ ଶୁଣିବା କଥା ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଏ କ୍ଷେତ୍ରରେ ତାଙ୍କୁ ସତର୍କତାର ସହିତ ବାସ୍ତବ ସତ୍ୟ ନିକଟରେ ପହଞ୍ଚିବାକୁ ଗବେଷକଙ୍କର ମନୋବୃତ୍ତି ନେଇ ଆଗେଇ ଯିବାକୁ ପଡ଼ିଥାଏ। ଇଚ୍ଛାକୃତ ବିସ୍ମରଣ। ଆତ୍ମଜୀବନୀ ଲେଖୁଥିବା ସମୟରେ ଆତ୍ମଜୀବନୀକାର ସାହିତ୍ୟର ରସବୋଧ, ସୌନ୍ଦର୍ଯ୍ୟବୋଧ, ସାମାଜିକ ଅଙ୍ଗୀକାରବଦ୍ଧତାକୁ ବିଚାର କରି ନିଜ ଜୀବନର ଅନେକ ଅଧ୍ୟାୟକୁ ସେ ଇଚ୍ଛାକୃତ ଭାବେ ଭୁଲିଗଲା ପରି ନିଜ କୃତିରେ ସ୍ଥାନିତ କରିନଥାଏ। କାରଣ ସେସବୁର ନିଃସଙ୍କୋଚ ଆତ୍ମପ୍ରକାଶ ଆତ୍ମଚରିତ ଗ୍ରନ୍ଥଟିର କଳାତ୍ମକ ଅଭିବ୍ୟକ୍ତି ଓ ସାମାଜିକ କ୍ରୂରତା ଶିକାର ହେବାକୁ ପଡ଼ିଥାଏ। ଐକାନ୍ତିକ ନିଷ୍ଠା। ଆତ୍ମଜୀବନୀକାର ନିଜ ଜୀବନୀ ଲେଖିବା ସମୟରେ ତାଙ୍କର ନିଷ୍ଠାପର ଉଦ୍ଦେଶ୍ୟ, ନିଷ୍ଠାପର ଉପସ୍ଥାପନା, କୌଶଳ ଓ ଲକ୍ଷ୍ୟ ସିଦ୍ଧି ପାଇଁ ଏକାନ୍ତିକ ନିଷ୍ଠା ରହିବା ଉଚିତ। ବିଷୟବସ୍ତୁର ପରିବେଷଣ କ୍ଷେତ୍ରରେ ଅନୁପାତିକତା ରକ୍ଷା କରିବା ହେଉଛି ଏକାନ୍ତ ଅପରିହାର୍ଯ୍ୟ। ଏତଦ୍ ଭିନ୍ନ ପ୍ରକାଶ କୌଶଳୀରେ ଅନୁପମ ସ୍ୱତନ୍ତ୍ରତା ଏହାକୁ ଉନ୍ନତ ତଥା ଆକର୍ଷିତ ପଠନ ଉପଯୋଗୀ ସାହିତ୍ୟିକ ଭାବେ ଜନାଦୃତ କରାଇବାରେ ସହାୟକ ହୋଇଥାଏ। ଆତ୍ମଜୀବନୀର ଉପସ୍ଥାପନା କୌଶଳ। ଆତ୍ମଚରିତ ଉପସ୍ଥାପନାରେ କଳାତ୍ମକ ଅଭିବ୍ୟକ୍ତି ପ୍ରକାଶିତ ହେବା ଦରକାର, ଯାହାକି ଉଚ୍ଚ ମୂଲ୍ୟବୋଧର ପରିଚାୟକ ହେବାକୁ ସମର୍ଥ ହେବ। ସମଗ୍ର ଜୀବନର ଦୈନନ୍ଦିନ ବିବରଣୀ ପ୍ରଦାନ ନ କରି ଜୀବନର ବିଶିଷ୍ଟ ମୁହୂର୍ତ୍ତଗୁଡ଼ିକର ଚିତ୍ର ପ୍ରଦାନ କରିବା ସହିତ ଲେଖକୀୟ ବ୍ୟକ୍ତିସତ୍ତାକୁ ଅନାସକ୍ତ ରଖି ଆତ୍ମଚେତନା ଓ ନିଜ ବ୍ୟକ୍ତିତ୍ୱର ବିମଳ ପ୍ରତି ସଚେତନ ହେବା ଆବଶ୍ୟକ। ଘଟଣା ଓ ବିଷୟବସ୍ତୁ ପ୍ରତି ସର୍ବଦା ସଚେତନ ରହି ସ୍ଥାନ, କାଳ ଓ ପାତ୍ର ସମ୍ପର୍କରେ ସତତା ପ୍ରତିପାଦନ କରିବା ଲେଖକଙ୍କ ଧର୍ମ ହେବା ଉଚିତ। ଆଜିର ଭିଡ଼ିଓରେ ଆମେ କୋର୍ 2ର ୟୁନିଟ୍ 4ର ଦ୍ୱିମାର୍କିଆ ସର୍ଟ କ୍ୱେଶ୍ଚନ୍ ଆଲୋଚନା କଲେ। ୟୁନିଟ୍ 1, ୟୁନିଟ୍ 2, ୟୁନିଟ୍ 3ର ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ ଯେଉଁମାନେ ଦେଖିନାହ ପ୍ଲେଲିଷ୍ଟକୁ ଯାଇ ଦେଖିନେବେ। ଏବେ ଆମେ କୋର୍ 2ର ୟୁନିଟ୍ 4 ଦ୍ୱିମାର୍କିଆ ସର୍ଟ କ୍ୱେଶ୍ଚନ୍ ଆଲୋଚନା କଲେ।
ପରବର୍ତ୍ତୀ ଭିଡ଼ିଓରେ ପୁଣି ଦେଖାହେବା।